ଆଜି କୁଆଡ଼େ ବୁଲିବାକୁ ଯିବା କହିବ? ଆଉ କୁଆଡ଼େ ବୁଲିବାକୁ ଯିବା? ଚାଲୁନ ଯିବା ସୁବର୍ଣ୍ଣପୁର ଗାଁରେ ବୁଢ଼ୀ ମଙ୍ଗଳାଙ୍କୁ ଭେଟ କରିକି ଆସିବା। ହଉ ଚାଲ। ଏକାଥରେ ଗୌରବଟାକୁ ଡାକି ଦେଇ ଭାଇ ଯିବା, ତାକୁ ଡାକିଦେବା, ସୁବର୍ଣ୍ଣପୁର ଗାଁରେ ବୁଢ଼ୀ ମଙ୍ଗଳାଙ୍କୁ ଭେଟ କରିକି ଆସିବା ହେଲା। ଚୁକୁରେ ଆରେ ସେ ବୋଧେ ତାଙ୍କ ଘରେ ନାହିଁ। ସେ ତାଙ୍କ ଘରେ ନାହିଁ। ସାଙ୍ଗମାନେ ଆମେ ସୁବର୍ଣ୍ଣପୁର ଗାଁକୁ ଯିବା ବୁଢ଼ୀ ଠାକୁରଙ୍କୁ ଦର୍ଶନ କରି ଆସିବା। ବର୍ଷ ଭାଇ ଯିବା ବୁଲିବା। ଚାଲ ଚାଲ। ସାଙ୍ଗମାନେ ବି ଏଠେଇ ବି ଅଛନ୍ତି ସୁବର୍ଣ୍ଣପୁର ହଁ ଗାଁରେ। ହଁ ଚାଲ ଚାଲ। ହେଇଗଲା, ଚାଲ ଓଲା ଓଲା। ଆରେ ଆମ ସାଙ୍ଗମାନେ ଏଇଠି କୋଉଠି ଥିଲେ? ତାଙ୍କୁ ଟିକେ ଫୋନ କରିଦବା। ହ୍ୟାଲୋ ସାଙ୍ଗମାନେ, ତମେ ସବୁ କୋଉଠି ଅଛ? ଆସିବ ଭାରି। ଭିଡ଼ିଓ ଗୁଡ଼ା କୁଆଡ଼େ ଗଲା? କୋଉଥିରେ ଅଛି? ଏଥିରେ ଟ୍ରାନ୍ସଫର ଏଇ 2 କିଲୋମିଟର ଅଛି। ଏ ଜଙ୍ଗଲ ବାଟେ ତ ଯିବାକୁ ପଡିବ, ଯଦି ଭୂତ ବାହାରିବେ। ହଉ ଦେଖା ଅଛି ଆଉ। ହଉ ତାହେଲେ ଯିବା, ଯଦି ଜଲ୍ଦି ଆସିବା ଭାରି। ହଉ ଚାଲ। ହଉ ଚାଲ ଚାଲ। ସନ୍ଧ୍ୟା ହେଇ ଆସିଲାଣି। ହଉ ଚାଲ ଜଲ୍ଦି ଯିବା। ଚାଲ। ଜଙ୍ଗଲ ବାଟ ସରିଗଲେ ସୁବର୍ଣ୍ଣପୁର ଗ୍ରାମ ଆଉ ଅଳ୍ପ ବାଟ। ଯିବିନି, ଆମ ଘରେ କହୁଥିଲେ, ମୋ ମା କହୁଥିଲେ କି ଏଇ ଜଙ୍ଗଲରେ ସୁବର୍ଣ୍ଣପୁର ଗାଁରେ କୁଆଡେ ଭୂତ ଅଛନ୍ତି ବୋଲି। ହଁ ମୋ ଜେଜେ ବି କହୁଥିଲେ ଏଇ ଗାଁରେ ଭୂତ ଅଛନ୍ତି ବୋଲି। ଭୂତ ତ କେହି ନାହାନ୍ତି। ତୁ କେହି ନାହାନ୍ତି, ତୁ କଣ ଗୁଣିଆ କି? ଆଜିକାଲି ବିଜ୍ଞାନ ଯୁଗ ହେଲାଣି। ଏଟା ବି